ଧ୍ୟାନଟା 24 ଘଣ୍ଟା କରିବା। 24 ଘଣ୍ଟା କହିବାଟା ଭୁଲ। ସାରା ଜୀବନ ଯେବେ ଗୁରୁଙ୍କଠାରୁ ଆଶ୍ରିତ ହେଲେ, ଗୁରୁ ଦୀକ୍ଷିତ ହେଲେ, ସେବେଠାରୁ ପ୍ରତ୍ୟେକଟି ସମୟରେ ଆମେ ସାଧନା କରିବା ପାଇଁ ଚେଷ୍ଟା କରୁ। କ'ଣ କରିବା ନା ଚେଷ୍ଟା କରୁ। ସମସ୍ତେ ଗୋଟେ କର୍ମ କଲେ ତା ପୂର୍ବରୁ ଫଳ ଆଶା ରଖି କର୍ମଟେ କରିବାକୁ ଭଲ ପାଆନ୍ତି। ଏଟା ହେଉଛି ହ୍ୟୁମାନ ନେଚର। ପାଠ ପଢୁଛି କ'ଣ ପାଇଁ ନା ଚାକିରି। ପାଠ ପଢୁନି ଜ୍ଞାନ ଲାଭ ପାଇଁ। କିଏ କହିବ ମୁଁ ପାଠ ପଢିଛି ଜ୍ଞାନ ଲାଭ ପାଇଁ। ତେଣୁ ମନୁଷ୍ୟ କିଛି ଜାଣିନି। ମୋ ଚିନ୍ତାଧାରା ଭିତରେ କିଛି ସତରେ ପାଠ ପଢିନି, କେବଳ ଅହଙ୍କାର ଆଉ ଅଜ୍ଞାନତା ଭିତରେ ସେ ପରିପୂର୍ଣ୍ଣ ହେଇଅଛି। ତାର ଯୋଉ ଶିକ୍ଷା, ତାର ଯୋଉ ଦୀକ୍ଷା, ତାର ଯୋଉ କର୍ମ, ସେ କାହାକୁ ଈଶ୍ୱରାଭିମୁଖୀ କରାଇବନି, କାହାଙ୍କ ଭିତରେ ଧାର୍ମୀୟ ଚେତନା ଆଣିଦେବନି, କାହାଙ୍କ ଭିତରେ ଭଗବାନଙ୍କ ସହିତ ଯୁକ୍ତ କରେଇଦେବନି, ମିଳନ କରେଇଦେବ।